ନମସ୍କାର ଜୟ ଜଗନ୍ନାଥ ଇଂରାଜୀ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୁଁ ପ୍ରଥମ ଥର ପାଇଁ ଓଡ଼ିଶା ରିଲେଟେଡ୍ କରେଣ୍ଟ ଆଫେୟାର୍ସ ନଭେମ୍ବର ଡିସେମ୍ବର ନେଇ ଆସିଛି। ତ ଷ୍ଟାର୍ଟ କରିବା। 4ଟା କୋଣାର୍କ ଚକ୍ର ଆମର ରାଷ୍ଟ୍ରପତି ଭବନ ଇନଷ୍ଟଲ୍ କରାଯାଇଛି। 2ଟା ଇନଷ୍ଟଲ୍ କରାଯାଇଛି କଲଚରାଲ ସେଣ୍ଟର, ଆଉ ଏଇଟା ଅମୃତ ଉଦ୍ୟାନ ଇନଷ୍ଟଲ୍ କରାଯାଇଛି। ଏଇଟା ପିଓରଲି ଆମର ସ୍ୟାଣ୍ଡଷ୍ଟୋନ୍ରେ ତିଆରି। ତ ଆମର ନେକ୍ସଟ ଯିବା ଆମର ୱାର୍ଲଡ ଟୁରିଜିମ୍ ମାର୍କେଟରେ ଓଡ଼ିଶା ପାଭିଲିୟନ ଇନାଗୁରେଟ୍ କରାଯାଇଛି, ଲଞ୍ଚ କରାଯାଇଛି ଆମର ଡେପୁଟି ଚିଫ୍ ମିନିଷ୍ଟର ପ୍ରତିଭା ପରିଡ଼ା ମ୍ୟାଡ଼ାମଙ୍କ ଦ୍ୱାରା। 14ତମ ସିନିୟର ନ୍ୟାସନାଲ ହକି ଚାମ୍ପିଅନସିପ୍ ହେଇଥିଲା ମେଜର ରାଧାକୃଷ୍ଣନ ହକି ଷ୍ଟାଡିୟମ, ଯେଉଁଟା ଚେନ୍ନାଇରେ ଅଛି। ଏଥିରେ ଓଡ଼ିଶା ଜିତିଛି, ହରିୟାଣାକୁ ହରେଇଛି। ହକି ଆସୋସିଏସନ ଅଫ୍ ଓଡ଼ିଶା ଜିତିଛି। ଏଥିରେ ଆସୋସିଏସନ ଅଫ୍ ଓଡ଼ିଶାର ହେଡ୍ କୋଚ୍ ହେଉଛନ୍ତି ବିଜୟ କୁମାର ଲକ୍ରା। ହକି ପ୍ଲେୟାର ଶିଲାନନ୍ଦ ଲକ୍ରା ପାଇଁ ଆଚିଭମେଣ୍ଟ ପାଇଛୁ ଆମେ। ଆମ ଓଡ଼ିଶାର ଅରୁଣ କୁମାର ସାହୁ ବୁଲଗେରିଆର ଆମ୍ବାସାଡର ଭାବେ ଆପଏଣ୍ଟମେଣ୍ଟ ହେଇଛନ୍ତି, ଯେ ଜଣେ ଆଇଏଫଏସ୍ ଅଫିସର ଥିଲେ। ରିସେଣ୍ଟଲି ବୈଷ୍ଣବ ଚରଣ ସାମଲ ସାହିତ୍ୟ ଏକାଡେମୀ ଆୱାର୍ଡ ପାଇଛନ୍ତି ତାଙ୍କ ଏସେ ପାଇଁ, ଭୂତି ଭକ୍ତି ବିଭୂତି ପାଇଁ ସେ ପାଇଛନ୍ତି। ଏମିତି ବହୁତ କାଟାଗୋରୀ ଅଛି, ପୋଏଟ୍ରି ଅଛି, ସର୍ଟ ଷ୍ଟୋରି ଅଛି। ସେ କିନ୍ତୁ ଏସେ କାଟାଗୋରୀରେ ସେ ସାହିତ୍ୟ ଏକାଡେମୀ ଆୱାର୍ଡ 2025 ପାଇଛନ୍ତି ଓଡ଼ିଶା ତରଫରୁ। ୟୁନେସ୍କୋ ଦ୍ୱାରା ଓଡ଼ିଶାର 6ଟା ଡିଷ୍ଟ୍ରିକ୍ଟର 4ଟା ଲେଖା ଭିଲେଜ, 24ଟା ଭିଲେଜରେ ସୁନାମି ରିଲେଟେଡ୍ ଟ୍ରେନିଂ, ସ୍ପେଶାଲ ଟ୍ରେନିଂ ପ୍ରୋଗ୍ରାମ ଦିଆଯାଇଥିଲା ୟୁନେସ୍କୋ ଦ୍ୱାରା। ଯଦି ସୁନାମି ଆସୁଛି ତାକୁ କେମିତି, ତା ଦ୍ୱାରା କେମିତି ଆକ୍ରାନ୍ତ ନ ହେବ, କେମିତି ବଞ୍ଚିବା, କେମିତି ପ୍ରିକସନାରୀ ମେଜର ନେବା, ତାକୁ କେମିତି ଟ୍ୟାକେଲ୍ କରିବା, ସେ ପାଇଁ ଗୋଟେ ସ୍ପେଶାଲ ଟ୍ରେନିଂ ପ୍ରୋଗ୍ରାମ କରାଇ ରେକଗ୍ନାଇଜେସନ କରାଯାଇଥିଲା। ହଜିଯାଇଥିବା ଜିନିଷ, ଖାଇବା ଜିନିଷ, ମିଲେଟ୍, ପଲସେସ୍, ଅଏଲ୍ ସିଡ୍କୁ ଆଉଥରେ କେମିତି କ୍ୱାଲିଟେଟିଭ୍ କ୍ୱାଣ୍ଟିଟିଭ୍ ପ୍ରଡକ୍ସନ୍ କରିହେବ, ଯେଉଁଟା ଫରଗେଟେନ୍ ଫୁଡ୍, ଯେଉଁଟା ଭୁଲି ଯାଇଛନ୍ତି ଲୋକମାନେ, ତାକୁ କେମିତି ଲୋକଲୋଚନ ଅଣାହେବ, କେମିତି ତାକୁ ଇମ୍ପ୍ଲିମେଣ୍ଟ କରାହେବ, କେମିତି ତାକୁ ଡେଭଲପମେଣ୍ଟ କରାହେବ, ସେଇ ପାଇଁ ଗୋଟେ କମ୍ପେଡିୟମ୍ ଅଫ୍ ରିଜେନେରେଟିଭ୍ ଏଗ୍ରିକଲଚର ବୋଲି ଲଞ୍ଚ ହେଇଥିଲା। ଏଟା ICRISAT ଦ୍ୱାରା ଲଞ୍ଚ କରାଯାଇଥିଲା ଓଡ଼ିଶାରେ। ଦେଖିପାରୁଥିବେ ଫିଗରରେ ଆପଣ। ତ ଆଗରୁ ଆମର ଯମୁନା ବୋଲି ଗୋଟେ ବାଘୁଣୀକୁ ଓଡ଼ିଶାରେ ଶିମିଳିପାଳ ଜଙ୍ଗଲରେ ଛଡ଼ା ହେଇଥିଲା, ଯେଉଁଟାକି ମହାରାଷ୍ଟ୍ର ଜଙ୍ଗଲ ତଡୋବା ଅନ୍ଧେରୀ ଟାଇଗର ରିଜର୍ଭରୁ ଆଣିକି ଶିମିଳିପାଳରେ ଛଡ଼ା ହେଇଥିଲା। ପ୍ରଥମ ଥର ପାଇଁ ଛଡ଼ା ହେଇଥିଲା ଯମୁନା, ତାପରେ ଜିନେତକୁ ଆଣିକି ଛଡ଼ାଗଲା। ତ ଇଣ୍ଟରେଷ୍ଟିଂ କଥା ହେଲା, ଜିନେତକୁ ଛଡ଼ା ହେଇଥିଲା ଶିମିଳିପାଳ ଜଙ୍ଗଲରେ। ସିଏ ଜଙ୍ଗଲରୁ ବାହାରି ଯାଇକି ଆମର ୱେଷ୍ଟବେଙ୍ଗଲ ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଥିଲା, ପଳେଇଥିଲା ଖସିକି, ସିଆଡ଼େ ବୁଲୁଥିଲା। ତାକୁ ପୁଣି ଟ୍ରାଙ୍କୁଲାଇଜ୍ କରିକି ଅଣା ହେଇକି ତା ହେଲ୍ଥ ଟ୍ରିଟମେଣ୍ଟ ଚାଲିଛି, ଚେକଅପ୍ ଚାଲିଛି। ପୁଣି ତାକୁ ଶିମିଳିପାଳ ଜଙ୍ଗଲରେ ଛଡ଼ା ହେବ। ଏଇଟା ଇନିସିଏଟିଭ୍ ନିଆଯାଉଛି କ'ଣ ପାଇଁ? ଟାଇଗର ପପୁଲେସନ ବଢ଼ିବା ପାଇଁ ଆଉ ଟାଇଗରର ଜେନେଟିକ୍ ହେଲ୍ଥ ପାଇଁ ଏଇସବୁ ପଦକ୍ଷେପ ନିଆଯାଉଛି ସରକାରଙ୍କ ଦ୍ୱାରା। ତାପରେ ଆମର ଆସିଗଲା 1.36 ଲାख କରୋଡ଼, ଯେଉଁଟାକି ଗଭର୍ଣ୍ଣମେଣ୍ଟ ଆପ୍ରୁଭ୍ କରିଛି 20ଟା ଇନଭେଷ୍ଟମେଣ୍ଟ ପ୍ରୋଜେକ୍ଟ ଇନଭେଷ୍ଟମେଣ୍ଟ କରିବା ପାଇଁ। ତା ଦେହରେ ଷ୍ଟିଲ୍ ବି ଯାଉଛି, କେମିକାଲ ଯାଉଛି, ଗ୍ରିନ୍ ଏନର୍ଜି, ପାୱାର ବି ଯାଉଛି। ଓଡ଼ିଶାରେ ଟାଇଟାନିୟମ୍ ସ୍ଲାଗ୍ ପ୍ରଡକ୍ସନ୍ ହେବ ଇଲମେନାଇଟ୍କୁ ୟୁଟିଲାଇଜ୍ କରିକି, କାରଣ ଓଡ଼ିଶାରେ ବହୁତ ପରିମାଣରେ ଇଲମେନାଇଟ୍ ଅଛି। ତା ଦେହରେ ଲୋ କ୍ୱାଲିଟିର ଇଲମେନାଇଟ୍ରୁ ହାଇ କ୍ୱାଲିଟିର ଟାଇଟାନିୟମ୍ ସ୍ଲାଗ୍ ତାକୁ ପ୍ରଡକ୍ସନ୍ କରିହେବ, ଯେଉଁଟାକି ଇଣ୍ଡିଆର ଗୋଟେ ସଂସ୍ଥା ଇଣ୍ଡିଆନ୍ ରେୟାର ଆର୍ଥ ଲିମିଟେଡ୍ ଆଉ କାଜାକସ୍ତାନର ଗୋଟେ ପ୍ଲାଣ୍ଟ ଅଛି, ଯେଉଁଟାକି ଟାଇଟାନିୟମ୍ ସ୍ଲାଗ୍ ପ୍ରଡ୍ୟୁସ୍ କରେ। ଦୁଇ ଜଣଙ୍କୁ ଜଏଣ୍ଟ ଭେଞ୍ଚରରେ ଗୋଟେ କମ୍ପାନୀ ତିଆରି କରାଯାଇଛି, ଯେଉଁଟାକି IREUK ଟାଇଟାନ୍ ଲିମିଟେଡ୍, ଯାହାଦ୍ୱାରା କି ସେମାନେ ଓଡ଼ିଶାରେ ଏଇ ଟାଇଟାନିୟମ୍ ସ୍ଲାଗ୍କୁ କେମିତି ପ୍ରଡକ୍ସନ୍ କରିପାରିବେ। ଏଇଟା ଗୋଟେ ଲାଟେଷ୍ଟ କରେଣ୍ଟ ଆଫେୟାର୍ସରେ ଗଣା ହେଉଛି। ତ ଆମର ଅନିଲ ପ୍ରଧାନକୁ ଆମର ରୋହିନ୍ ନାୟର ପ୍ରାଇଜ୍ ଛୋଟ ମୋଟ ପ୍ରାଇଜ୍ ନୁହଁ, ବହୁତ ବଡ଼ ଆଚିଭମେଣ୍ଟ ଏଇଟା। ତାଙ୍କୁ ଦିଆଯାଇଛି ସୋସିଆଲ ୱାର୍କ ପାଇଁ ଦିଆଯାଇଛି। ସେ ଷ୍ଟେମ୍ ଏଜୁକେସନରେ କାମ କରୁଥିଲେ। ଆଉ ଟ୍ୱିଙ୍କଲର ଅନ୍ ହ୍ୱିଲ୍ସ ଏଇ ପ୍ରୋଜେକ୍ଟ ପାଇଁ ତାଙ୍କୁ ସ୍ପେସିଆଲି ତାଙ୍କର ଏଇ ସମ୍ମାନଟାକୁ ପ୍ରାଇଜଟା ଦିଆଯାଇଛି। ଓଡ଼ିଶା ସିଲଭର ମେଡାଲ ପାଇଛି ବେଷ୍ଟ ଡିସପ୍ଲେ ପାଇଁ। ବେଷ୍ଟ ଡିସପ୍ଲେଟା କ'ଣ? ଓଡ଼ିଶା ମଣ୍ଡପ, ଓଡ଼ିଶା ପାଭିଲିୟନ, ଆମର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର, ଯେଉଁଟାକି ଆମର ନ୍ୟୁ ଦିଲ୍ଲୀରେ ହେଉଥିଲା। ସେଇଠି ମାନେ ଓଡ଼ିଶାର କଲଚରଠୁ ଆରମ୍ଭ କରି ସବୁ ହେରିଟେଜଠୁ ଆରମ୍ଭ କରି ସବୁ ଜିନିଷ ବହୁତ ଭଲ ଭାବେ ପ୍ରେଜେଣ୍ଟ କରାଯାଇଥିଲା। ସେ ପାଇଁ ବେଷ୍ଟ ଡିସପ୍ଲେ ଆୱାର୍ଡ ଓଡ଼ିଶା ପାଇଛି। ଆଉ ଥିମ୍ ଥିଲା ବିକଶିତ ଭାରତ ବିକଶିତ ଓଡ଼ିଶା। ତ ଆମର କିଟ୍ ଆଣ୍ଡ କିସ୍ର ଫାଉଣ୍ଡର ଅଚ୍ୟୁତ ସାମନ୍ତ ସାର୍ ଆମର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଛନ୍ତି ଓଡ଼ିଶା ଏଡୁମିଟ୍ସ ଆଣ୍ଡ ଏକ୍ସିଲେନ୍ସ ଆୱାର୍ଡ, ଯେଉଁଟାକି ଆସୋଚାମ୍ ଦ୍ୱାରା ହେଇଥିଲା, ଆସୋସିଏଟ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍
इंडिया रे द्वारा मिलथिला। पुणी हमर अच्युत सामंत आउथरे ग्रांड क्रॉस अवार्ड पाइथिले जोटा कि सी वॉलीबॉल फेडरेशन ऑफ इंडिया रो प्रेसिडेंट भी अछंती। आउ से 39 एफआईवीबी वर्ल्ड कांग्रेस इन पोर्तुगाल रे ताको एई ग्रांड क्रॉस अवार्ड मिलथिला। आउ हाईएस्ट ऑनर एटा इंटरनेशनल वॉलीबॉल फेडरेशन द्वारा एटा हाईएस्ट ऑनर गोटे जोटा कि ताको मिलिथिला अच्युत सामंत सार को पोर्तुगाल जोटा हेइतिला पोर्तुगाल रे ताको एटा प्रदान करा जाइता। किड यूनिवर्सिटी नहीं 4टा खंडे करंट अफेयर्स भी अच्छी जोटा 2टा सला आउ 2टा अच्छी एमती 4th रैंक किड पाइची इंटर डिसिप्लिनरी साइंस रैंकिंग 2025 पे 4th रैंक इंडिया रे पाइची आउ ऑल ओवर माने ग्लोबली पाइची एटा 92 रैंक किड पाइची। एटा बहुत गर्वर कथा गोटे यूनिवर्सिटी रैंक पाइबाटा। से किड रा जण छात्री त्रिशा रॉय जे मिस टीन यूनिवर्स 2024 टाइटल पाइचंती जोटा कि साउथ अफ्रीका रे होउतला। तो बालियात्रा विषय समझ जानी थे एटा हला एशिया लार्जेस्ट ओपन एयर ट्रेड फेयर जोटा कि हमर आगु साधव माने बालियात्रा जो होईची से बालियात्रा कौन पे हुए सी आगु वाणिज्य करिया को जाती बाली जाती बाली माने इंडोनेशिया रे गोटे पार्ट गोटे तर गोटे प्रांत आ कार्तिक पूर्णिमा स्टार्ट हुए एटा 15 नवेम्बर 22 नवेम्बर पर्यंत शेड्यूल होइतला। तापर मोहन माझी सार द्वारा गोटे दिन बढ़ाई कि 9 दिनिया एटा कराला गड़गड़िया घाट पाखे एटा बालियात्रा पड़िया। समीर दे जड़े वरिष्ठ राजनेता बीजेपी रो जे 3 थर एमएलए थिले आगु मिनिस्टर थिले मिनिस्टर ऑफ अर्बन डेवलपमेंट आ मिनिस्टर ऑफ हायर एजुकेशन ताकर 67 बयस रे परलोक होईची। से कटक रु 3 टाइम एमएलए हितले कटक सिटी रे ही ताकर परलोक होई जाईची। तो ओम शांति। तो नवेम्बर 15 तारिख दिन हमर जनजातीय गौरव दिवस पालन करा जाईची ऑल ओवर इंडिया ओडिसा रे पालन करा जाईची। एटा हमर 150तम बर्थ एनिवर्सरी भगवान बिरसा मुंडा द्वारा आई करा जाईची। एटा आयोजन हेतिला जनता मैदान ने एटा करा जाईतिला। 2019 मसिया परठू स्टेट फिल्म फेयर अवार्ड हेई नथिला ऑर्गेनाइज कराई नथिला आ हमर मिनिस्टर सुरेश सर याको प्रेस कॉन्फ्रेंस करिके स्टार्ट करथिले सूचना देइथिला 32तम 33तम 34तम एटा हेई जाईची भुवनेश्वर रे 17 नवेम्बर रे हेइतिला। आगु जयदेव अवार्ड गोटे थिला जोटा कि सेटा को चेंज कराई कि ता ना चेंज कराई कि मोहन सुंदर देव गोस्वामी अवार्ड करा जाईची। आगु जयदेव अवार्ड 2 लाख टका प्राइज मनी थिला ताकू परे ताकू 5 लाख टका प्राइज मनी करा जाईची। हमर मोहन सुंदर देव गोस्वामी अवार्ड जोटा अछि मोहन सुंदर देव गोस्वामी किए ये ओडिया चलचित्र जगत रो जनक आ ओडिशा ओडिया रो प्रथम ओडिया मूवी जोटा फिल्म चलचित्र सीता विवाह से डायरेक्टर थिले। तो 2022 मसिया पई बेस्ट फिल्म दमन पाइची। दमन फुल फॉर्म है दुर्गम अंचल रे मेलेरिया निराकरण आ सेही फिल्म पई बेस्ट एक्टर अवार्ड पाइचंती बाबूसान महांती पाइचंती जोटा कि बहुत फेमस फिल्म थिला। आ परे परे हमर एटा तो हमर बेस्ट एक्टर पाइचंती बाबूसान किंतु बेस्ट एक्ट्रेस पाइचंती हम रूपाभद्रा मिश्र को फिल्म पई फिल्म ना हला बौर हातबक्स पई से बेस्ट एक्ट्रेस अवार्ड 2022 पई से पाइचंती। तो हमर हम 2022 पई बेस्ट एक्टर बेस्ट डायरेक्टर अवार्ड पाइचंती सुधांशु मोहन साहू हमर मायावी मूवी पई से ए अवार्ड 2022 पई पाइचंती। से परे बेस्ट स्टोरी पई पाइचंती मीर रंजन आचार्य जोटा बाघ बजारी डांस ऑफ टाइगर पई स्टोरी पई से 2022 रे ए अवार्ड पाइचंती। सेमती 2020 रे शहीद रघु सरदार बेस्ट फिल्म 2021 रे 2 जण पाइचंती। एटा फिल्म पाइची प्रतीक्षा आउ डालचीनी प्रतीक्षा रे हमर दीपनोइत सर जे सी पाइचंती बेस्ट एक्टर पई। मु जस्ट आपन हिंट दे दूची आपन एगु नै इंटरनेट रे पर सर्च कले डिटेल आपन पाइ जिवे कोन नै। मोहन सुंदर देव गोस्वामी अवार्ड जोटा लाइफ टाइम अचीवमेंट अवार्ड फिल्म पर्सनालिटी पई ओडिया फिल्म पर्सनालिटी पई कैश प्राइस 5 लाख अछि। अनंत महापात्र 2020 में पाइचंती श्रीनिवास महापात्र 2021 पई आ 2022 में जयराम समल जे अपन जय बोली सब जानि देबे विशिष्ट हास्य कलाकार ओडिशा फिल्म ओडिया फिल्म जगत रो। तपर हमर साबरमती द साबरमती रिपोर्ट जोटा कि हिंदी मूवी जोटा कि हमर ऑनरेबल चीफ मिनिस्टर ताको टैक्स फ्री कर देथिले ओडिशा रे जे देखियो टैक्स फ्री देखियो टिकट किनिबो किंतु तादर टैक्स लागिबो नहीं। तो हमर एमती गोमाता स्कीम पई 342 कोटी 65 लाख टका सैंक्शन हेची अप्रूव हेची। गोमाता रो फुल फॉर्म है गोल फॉर मैनेजमेंट एंड ट्रीटमेंट ऑफ एनिमल्स जो पशु पालन करंती सेमानक लाइवलीहुड पई एई स्कीम टाको लॉन्च करा जाईची।
ଓଡ଼ିଶାରେ ଯେଉଁମାନେ ପଦ୍ମ ଆୱାର୍ଡ଼ ପାଇଥିଲେ ସେମାନଙ୍କୁ ଆଗରୁ 25,000 ଟଙ୍କା ଲେଖା ମାନଦେୟ ଦିଆଯାଉଥିଲା। ଆଉ ଏବେ ସେଟାକୁ ବଢ଼େଇକି 30,000 କରାଯାଇଛି। ମାସିକିଆ ମାନଦେୟ ତାଙ୍କୁ 30,000 ଲେଖା ମିଳିବ। ଆଉ ଏପର୍ଯ୍ୟନ୍ତ 55ଟା ପଦ୍ମ ଆୱାର୍ଡ଼ ଯିଏକି ଜୀବିତ ଅବସ୍ଥାରେ ଅଛନ୍ତି ତାଙ୍କୁ ଏଇ ମାନଦେୟଟା ପ୍ରଦାନ କରାଯିବ। 30,000 ଲେଖା ମାସକୁ ଦିଆଯିବ ତାଙ୍କୁ। ଆଉ ଏ ପାଇଁ 2 କୋଟି ଟଙ୍କା ସାଙ୍କସନ୍ କରାଯାଇଛି। 125ତମ ବାର୍ଥ ଆନିଭର୍ସାରୀ ସେଲିବ୍ରେସନ୍ କରାଯାଇଛି। ଆମର ଉତ୍କଳ କେଶରୀ ଡକ୍ଟର ମହାରକୃଷ୍ଣ ମହତାବଙ୍କ ମାନେ ବାର୍ଥ ଆନିଭର୍ସାରୀ ଦିଲ୍ଲୀରେ ତାକୁ ଇନାଗୁରେଟ୍ କରିଛନ୍ତି ଆମର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମ୍ୟାଡ଼ାମ୍ ତାକୁ ଇନାଗୁରେଟ୍ କରିଛନ୍ତି। ଆଉ ଏଇଟା ଗୋଟେ ୱାନ୍ ଟାଇପ୍ ଅଫ୍ ମାସିକିଆ ପାଳନ ହେଉଛି ଅଲ୍ ଓଭର୍ ଓଡ଼ିଶାରେ ହରକୃଷ୍ଣ ମହତାବଙ୍କ ଜୟନ୍ତୀ। ତ 42 ଜଣ ୟଙ୍ଗ ଆର୍ଟିଷ୍ଟ ପାଉଛନ୍ତି ଆମର ଉସ୍ତାଦ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର, ଯେଉଁଟାକି ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଦିଆଯାଉଛି। ଏଇଟା ବି 2022 ଆଉ 2023 ପାଇଁ ଏକା ସାଙ୍ଗରେ ଦିଆଯାଉଛି। ଓଡ଼ିଶାରୁ 3 ଜଣ ଆଦର ଅଛନ୍ତି। ଅରୂପା ଗାୟତ୍ରୀ ପଣ୍ଡା ଯିଏ ଓଡ଼ିଶୀ ଡ୍ୟାନ୍ସର 2022 ମସିହା ପାଇଁ ସେ ପୁରସ୍କାର ପାଇଲେ। ଦେବାଶିଷ ପଟ୍ଟନାୟକ ସିଏ ବି ଜଣେ ଓଡ଼ିଶୀ ଡ୍ୟାନ୍ସର, ସିଏ 2023 ପାଇଁ ପାଇଛନ୍ତି। ଆଉ 2023 ପାଇଁ ଆଉ ଜଣେ ପାଇଲେ ଆଲୋକ ବିଷ୍ଣୋଇ ଯିଏ ଫୋକ୍ ଡ୍ୟାନ୍ସର ଆଉ ମ୍ୟୁଜିସିଆନ୍। ସାନ୍ତାଳୀ ଭାଷାରେ ଆମର 5ଟା ବୁକଲେଟ୍ ତିଆରି ହେଇଛି, ଯେଉଁଟାକି RBI ନିଜେ ତିଆରି କରିଛି। ସାନ୍ତାଳୀ ଓଇ ଚିକି ସ୍କ୍ରିପ୍ଟ ଦ୍ୱାରା ଲେଖା ହେଇଛି। ଯେଉଁ ସାନ୍ତାଳୀ ଭାଇ ଭଉଣୀମାନେ ଯେଉଁ ଅଛନ୍ତି ସେମାନେ ଫାଇନାନ୍ସିଆଲ ଲିଟରେସି ପାଇଁ ଏଇ ଗୋଟେ ପଦକ୍ଷେପ ନିଆଯାଇଛି, ଯେଉଁଟାକି ସେ ବ୍ୟାଙ୍କିଂ ସେକ୍ଟର ଆଉ ଫାଇନାନ୍ସ କେମିତି କାମ କରେ ତା ବିଷୟରେ ଜାଣିପାରିବେ। ଯେଉଁଟାକି କଟକ ବାଲିଯାତ୍ରାରେ ଲଞ୍ଚ କରାଯାଇଥିଲା। କାହା ଦ୍ୱାରା ଲଞ୍ଚ କରାଯାଇଥିଲା? ଆମର ଚିଫ୍ ମିନିଷ୍ଟର ଓଡ଼ିଶାଙ୍କ ଦ୍ୱାରା ଲଞ୍ଚ କରାଯାଇଥିଲା। ଓଡ଼ିଶା ପର୍ବ ଓଡ଼ିଆ ସମାଜଙ୍କ ଦ୍ୱାରା ଅର୍ଗାନାଇଜ୍ କରାଯାଇଥିଲା, ଯେଉଁଟାକି ଆମର ପ୍ରୋଗ୍ରାମଟା ହେଉଥିଲା ଜବାହରଲାଲ ନେହେରୁ ଷ୍ଟାଡିୟମ୍ ନ୍ୟୁ ଦିଲ୍ଲୀରେ। ଆଉ ଏଠି ଆମର ଦେଶର ମହାମହିମ ରାଷ୍ଟ୍ରପତି ମ୍ୟାଡ଼ାମ୍ ବି ଥିଲେ, ଆମର ପ୍ରଧାନମନ୍ତ୍ରୀ ବି ଆଟେଣ୍ଡ କରିଥିଲେ, ଆଉ ଆମର ମୁଖ୍ୟମନ୍ତ୍ରୀ ବି ଏଇଥିରେ ଆଟେଣ୍ଡ କରିଥିଲେ। ଆଉ ଏଠି ଆମର ଓଡ଼ିଶାର ବହୁତ ଲୋକ ବି ସେଠି ଯାଇକି ଆଟେଣ୍ଡ କରିଥିଲେ। ସେଥିପାଇଁ ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ତ ଆଶୁତୋଷ ପାଢ଼ୀ ଆମର 3rd ସ୍ନୁକର ଟାଇଟଲ୍ ଜିତିଛନ୍ତି। ସେ ନିଜ କୋଚ୍ ସୁବ୍ରତ ଦାସଙ୍କୁ ହରେଇକି ଜିତିଛନ୍ତି, 3rd ଟାଇମ୍ ପାଇଁ ଜିତିଛନ୍ତି ସିଏ। ଆଉ ଏଇଟା 38 ବିଲିୟର୍ଡସ୍ ଆଣ୍ଡ ସ୍ନୁକର ଷ୍ଟେଟ୍ ଚାମ୍ପିଅନସିପ୍ ହେଉଥିଲା, ସେଇଥିରେ ସିଏ ଏଇ ଆଚିଭମେଣ୍ଟ ପାଇଛନ୍ତି। ଓଡ଼ିଶାର ପ୍ରଥମ ଥର ପାଇଁ DGIG କନଫରେନ୍ସ, ଯେଉଁଟାକି 59th DGIG କନଫରେନ୍ସ ହେଉଥିଲା 29 ନଭେମ୍ବରରୁ ଷ୍ଟାର୍ଟ ହେଲା, ଯେଉଁଟାକି ଲୋକସଭା ଭବନରେ ଆମର ହୋମ୍ ମିନିଷ୍ଟର ଅମିତ ଶାହାଙ୍କ ଦ୍ୱାରା ଏଇଟା ଇନାଗୁରେଟ୍ କରାଗଲା। ଆଉ ଏଇଟା ଓଡ଼ିଶାର ଗୋଟେ ମାନେ ବହୁତ ନୂଆ ଜିନିଷ ଆଉ ବହୁତ ଖୁସି ଜିନିଷ, ଯେଉଁଟାକି ପ୍ରଥମ ଥର ପାଇଁ ସବୁ ଷ୍ଟେଟ୍ରେ ହେଉଥିଲା, ଓଡ଼ିଶାରେ ପ୍ରଥମ ଥର ପାଇଁ 59ତମ ହେଲା ଏଇଠି ଓଡ଼ିଶାରେ। ଆଉ ବେଷ୍ଟ ପୋଲିସ୍ ଷ୍ଟେସନ ଓଡ଼ିଶାର ଆମର ପଟ୍ଟପୁର ପୋଲିସ୍ ଷ୍ଟେସନ ଗଞ୍ଜାମର ଏଇଟା ତାକୁ ଆୱାର୍ଡ଼ ଦିଆହେଲା ସେକେଣ୍ଡ ବେଷ୍ଟ ପୋଲିସ୍ ଷ୍ଟେସନ ପାଇଁ। ଆଉ ସବ୍ୟସାଚୀ ମଲ୍ଲ ତାଙ୍କର IIC ଅଫ୍ ପଟ୍ଟପୁର ପୋଲିସ୍ ଷ୍ଟେସନ ଏ ଆୱାର୍ଡ଼ ରିସିଭ୍ କରିଥିଲେ। ଆୱାର୍ଡ଼ କିଏ ଦେଇଥିଲେ? ଆମର ହୋମ୍ ମିନିଷ୍ଟର ଅମିତ ଶାହା ସାର୍ ଏ ଆୱାର୍ଡ଼କୁ ଦେଇଥିଲେ ଆଉ ରିସିଭ୍ କରିଥିଲେ। IIC ସବ୍ୟସାଚୀ ମଲ୍ଲ ରିସିଭ୍ କରିଥିଲେ। ଆମର ଓଡ଼ିଶାକୁ ରିପ୍ରେଜେଣ୍ଟ କରିଥିଲେ ଏସିଆନ୍ ଡେଭଲପମେଣ୍ଟର ଆଫୋର୍ଡେବଲ୍ ହାଉସିଂ ୱାର୍କସପ୍ରେ ଆମର ଉଷା ପେଢ଼ୀ ମ୍ୟାଡ଼ାମ୍ ତାକୁ ରିପ୍ରେଜେଣ୍ଟ କରିଥିଲେ, ଯେଉଁଟାକି ସିଓଲ ସିଟିରେ ହେଉଥିଲା, ଯେଉଁଟାକି ସାଉଥ କୋରିଆର ଗୋଟେ କ୍ୟାପିଟାଲ ସିଟି, ଯେଉଁଟା ସେଠି ଏଇଟା ଆୟୋଜନ ହେଇଥିଲା, ସେଠି ସେ ଓଡ଼ିଶାକୁ ରିପ୍ରେଜେଣ୍ଟ କରିଥିଲେ। ତ ଆମର ପ୍ରତ୍ୟୁଷ ମହାନ୍ତି ଯିଏକି ଫାର୍ଷ୍ଟ ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ ମେନ୍ସ ସିଙ୍ଗଲ ଟାଇଟଲ୍ ଜିତିଛନ୍ତି। ବେଲ୍ଡି କ୍ଲବ୍ AITA ମେନ୍ସ ନ୍ୟାସନାଲ୍ ରାଙ୍କିଙ୍ଗ ଟେନିସ୍ ଟୁର୍ଣ୍ଣାମେଣ୍ଟ ଜାମସେଦପୁରରେ ଯେଉଁଟା ହେଉଥିଲା, ସେଠି ସେ ଆଚିଭମେଣ୍ଟଟା ପାଇଛନ୍ତି। ତ ପ୍ରଥମ ଓଡ଼ିଆ ଝିଅ ହିସାବରେ କାଶିକା ମିଶ୍ର, ଯିଏକି IGU ଇଣ୍ଡିଆନ୍ ଗଲ୍ଫ ୟୁନିୟନ୍ ଚାମ୍ପିଅନସିପ୍ ପାଇଛନ୍ତି, କି ପ୍ରଥମ ଥର ପାଇଁ ଓଡ଼ିଆ ଝିଅ ଏଇ ଆୱାର୍ଡ଼ ଆଚିଭମେଣ୍ଟଟା ପାଇଛନ୍ତି, ସେ ପାଇଁ ଏଇଟା ଇମ୍ପୋର୍ଟାଣ୍ଟ। ତ ମେ ମାସରେ ଆମର ଗୋଟେ ଗଣନା ହେଇଥିଲା, ହାତୀ ଗଣନା, ଯେଉଁଟାକି ଯଦି ଦେଖାଯାଇଥିଲା 2098ଟା ହାତୀ ଥିଲେ ଓଡ଼ିଶାରେ। ତାପରେ ଏଇଟା ଏବେ ଯେଉଁ ନଭେମ୍ବର ମାସରେ ଗଣନା ଚାଲିଛି, ସେ ଗଣନାରେ ଏପର୍ଯ୍ୟନ୍ତ ଗଣା ହେଇଛନ୍ତି 2103, ଗଣା ସରିଯାଇଛି। 2103ଟା ହାତୀ ଆମର ଓଡ଼ିଶାରେ ଅଛନ୍ତି। ହାତୀର ସଂଖ୍ୟା ବଢ଼ୁଛି। ତ ICOH ଇଣ୍ଟରନ୍ୟାସନାଲ୍ କମିଶନ୍ ଅନ୍ ଅକ୍ୟୁପେସନାଲ୍ ହେଲ୍ଥରେ ଆମର ଜଏନ୍ କରିବେ ପ୍ରଥମ ଥର ପାଇଁ ଓଡ଼ିଶାରୁ ଜଣେ ଡକ୍ଟର କିଏ ଜଏନ୍ କରିବେ, ଡକ୍ଟର ଅର୍ଚ୍ଚନା ବାରିକ, ଯିଏକି ସିନିୟର ମେଡ଼ିକାଲ ଅଫିସର ଅଛନ୍ତି ରାଉରକେଲାରେ। ତ ଆମର ଟାଇମ୍ ପାସ୍ ବାର୍ଷିକ ପୁରସ୍କାର ପାଇଛନ୍ତି 17ତମ ଟାଇମ୍ ପାସ୍ ବୁକର ପୁରସ୍କାର ସୁଜିତ କୁମାର ପଣ୍ଡା ପାଇଛନ୍ତି। ଆଉ ବୈବନ୍ଧୁ ସମ୍ମାନ ବିକାଶ ଶତପଥୀ, ଆଉ ବାକି
ଅନ୍ୟମାନେ ସବୁ ପାଇଛନ୍ତି ଅଲରେଡ଼ି ଆପଣ ଚିତ୍ର ଦେଖିପାରୁଥିବେ ସେମାନେ ସବୁ ବେଷ୍ଟ ସେଲର ପୁରସ୍କାର ପାଇଛନ୍ତି। ଆମର ଲଣ୍ଡନରେ ପ୍ରଥମ ଥର ପାଇଁ ବାଲିଯାତ୍ରା ହେଇଥିଲା, ଓଡ଼ିଶାରେ ବାଲିଯାତ୍ରା ପ୍ରସିଦ୍ଧ ବାଲିଯାତ୍ରା ସେଇଟା ଲଣ୍ଡନରେ ହେଇଥିଲା, ଯେଉଁଟାକି ଟାଉନଲି ଗ୍ରାମାର ସ୍କୁଲ ଇନ୍ ବେଲେକ୍ସି ଲଣ୍ଡନରେ ହେଇଥିଲା। ଆଉ ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍ କିଙ୍ଗଡମ୍ ଆକୁ ଆରେଞ୍ଜମେଣ୍ଟ କରିଥିଲେ, ଅର୍ଗାନାଇଜ କରିଥିଲେ। ତ 18ତମ ପ୍ରବାସୀ ଭାରତୀୟ ଦିବସ ଯେଉଁଟାକି ଜୋରସୋରରେ ଷ୍ଟାର୍ଟ ହେଇଛି ଓଡ଼ିଶାରେ ଆଉ ପୁରା ଜୋରସୋର ଚାଲିଛି 8 ଜାନୁଆରୀରୁ 10 ଜାନୁଆରୀ ପର୍ଯ୍ୟନ୍ତ ଏଇଟା ହେବ 2025 ଭୁବନେଶ୍ୱରରେ ହେବ। ଆଉ ତାର ଲୋଗୋ ଆଉ ୱେବସାଇଟ୍ ଲଞ୍ଚ କରାଯାଇଥିଲା ଆମର ପ୍ରେଜେନ୍ସ ଅଫ୍ ଫରେନ୍ ମିନିଷ୍ଟର ଏସ୍ ଜୟଶଙ୍କର ସାର୍ଙ୍କ ଦ୍ୱାରା। ଆଉ ଏଠି ଆମର ଅନରେବଲ୍ ଚିଫ୍ ମିନିଷ୍ଟର ମନୋଜ ସାର୍ ବି ଥିଲେ। ଆଉ ୱେବସାଇଟ୍ ବି ଅଛି pbdindia.government.in। ତ ଇଣ୍ଡିଆନ୍ ନାଭି ଡେ 4 ଡିସେମ୍ବର ହେଇଥିଲା, ଯେଉଁଟା ବ୍ଲୁ ଫ୍ଲାଗ ବିଚ୍ରେ ଅପରେସନାଲ ଡେମନଷ୍ଟ୍ରେସନ କଣ୍ଡକ୍ଟେଡ୍ ବାଇ ଇଣ୍ଡିଆନ୍ ନାଭି ଆଟ୍ ପୁରୀ ବିଚ୍, ଯେଉଁଥିରେ କି ଆମର ଦେଶର ମହାମହିମ ରାଷ୍ଟ୍ରପତି ମହୋଦୟା ଜଏନ୍ କରିଥିଲେ ଆଉ ଚିଫ୍ ଗେଷ୍ଟ ହିସାବରେ ଇନାଗୁରେଟ୍ ବି କରିଥିଲେ। ଏଇଟା ପୁରା ହାଇଲାଇଟେଡ୍ ଜିନିଷ, ଏଇଟା ସମସ୍ତେ ଜାଣିଥିବେ, ୟା ଦେହରେ କିଛି ଅସୁବିଧା ନାହିଁ। ତ ମିଲେଟ୍ କୁଇନ୍ ପୁଣି ଚର୍ଚ୍ଚାରେ ରାଇମତ କେହୁରିଆ, ଯିଏକି 30ଟା ପ୍ରକାର ଭେରାଇଟିର ମିଲେଟ୍ ରଖିଛନ୍ତି, ଯେଉଁଟାକି ମାନେ ପୁରା ବିଲୁପ୍ତ ପାଇଗଲାଣି ପ୍ରାୟ। ଆଉ ମିସିଂ ମାନେ ଜଣେ ଲୋକ ଜାଣିନାହାନ୍ତି, ହଜିଯାଇଛି, ସେ ପାଇଁ ସିଏ ଫେମସ୍ ହେଇଥିଲେ। ଆଉ ସିଏ ଡକ୍ଟରେଟ୍ ଆୱାର୍ଡ଼ ପାଇଛନ୍ତି ଆମର ଓୟୁଟିରେ ଗୋଟେ 40ତମ କନଭୋକେସନ୍ ହେଉଥିଲା, ଯେଉଁଥିରେ ତାଙ୍କୁ ଡକ୍ଟରେଟ୍ ପ୍ରଦାନ କରିଛନ୍ତି ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମ୍ୟାଡ଼ାମ୍। 3ଟା ରେଳ ଲାଇନ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେଇଛି, ଯେଉଁଟାକି ଫାଉଣ୍ଡେସନ୍ ଲେଡ୍ ଫାଉଣ୍ଡେସନ୍ ଷ୍ଟୋନ୍ କହୁଛନ୍ତି। ତ ଆମର ମାଙ୍ଗିରିପୋଷି, ଗୋରୁମୁ ମହି ସାନି, ଆଉ ବୁରାମାରା, ଆଉ ଚକୁଳିଆ, ଆଉ ବାଦାମ ପାହାର, ଆଉ କେଉଁଝରକୁ କନେକ୍ଟ କରିବ। ଆଉ ଅଲଗା ଏମିତି ବହୁତ ପ୍ରୋଜେକ୍ଟ ସେ ଲଞ୍ଚ କରିଛନ୍ତି। ଆପଣ ଅଲରେଡ଼ି PDF ଦେଇଦେଲେ ଆପଣ ପଢ଼ିବେ। PDFଟା ଆମର ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଦେଇଦେବି, ସେଇଥିରେ ଆପଣ ଯାଇ PDF ବି ପାଇପାରିବେ। ତ ଆପଣ ଯେତିକି କରେଣ୍ଟ ଆଫେୟାର୍ସ ଆପଣ ଆରାମସେ ଗଭର୍ଣ୍ଣମେଣ୍ଟର କୌଣସି ବି ୱେବସାଇଟ୍ ଆଉ ତାର ସୋସିଆଲ ମିଡ଼ିଆରେ ଆପଣ ପାଇପାରିବେ। ଗରିବୀକୁ କେମିତି କମେଇ ହେବ ଆଉ ସେଇ ବିଷୟରେ ଗୋଟେ ଆମର ଜଣେ ଆସିଥିଲେ ଇକୋନୋମିଷ୍ଟ, ଯେଉଁଟାକି ନୋବେଲ ପୁରସ୍କାର ପ୍ରାପ୍ତ ଇକୋନୋମିଷ୍ଟ ଡକ୍ଟର ମାଇକେଲ କ୍ରେମର, ଯିଏ ଆସିକି ଗୋଟେ ସେସନ୍ କରିଥିଲେ ଆଉ ଓଡ଼ିଶା ଭିଜିଟ୍ କରି ଗୋଟେ ସେସନ୍ କରିଥିଲେ। ଏଇଟା ହେଲା ଏମ୍ପିରିକାଲ ଆପ୍ରୋଚେସ୍ ଟୁ ଏଲିଭେଟିଂ ୱାର୍ଲଡ ପ୍ରୋଭର୍ଟିକୁ ତ ହଟେଇ ହେବନି, ପ୍ରୋଭର୍ଟିକୁ କମେଇ ହେବ। ସେଥିପାଇଁ ଲେକ୍ଚର ପ୍ରୋଗ୍ରାମ ଲୋକସଭା ଭବନରେ କରିଥିଲେ ଆଉ କୃଷି ଭବନ ବି ବୁଲିକି ସେ ଦେଖିଥିଲେ। ତ ଓଡ଼ିଶା ଗଭର୍ଣ୍ଣମେଣ୍ଟ ସାଙ୍ଗେ ମିଶି ସେ କାମ କରୁଛନ୍ତି। ତାପରେ ଆମର ଗୋଲ୍ଡ ମାଇନ୍ ମିଳିଛି, ଯେଉଁ ମଝିରେ ନ୍ୟୁଜ୍ ହାଇଲାଇଟ୍ ହେଇଥିଲା ଓଡ଼ିଶାରେ KGF। ତ ଗୋଲ୍ଡ ମାଇନ୍ ଡିସ୍କଭର ହେଇଛି, ଯେଉଁଟାକି ଆଦାସା ରାମପଲ୍ଲୀ ଏରିଆ ଅଫ୍ ଦେଓଗଡ଼ ଡିଷ୍ଟ୍ରିକ୍ଟ, ଆଉ ଗୋପୁର ଆଉ ଗାଜିପୁର ଏରିଆ ଅଫ୍ କେଉଁଝର ଡିଷ୍ଟ୍ରିକ୍ଟରେ ଏଇଟାକୁ ମିଳିଛି। ତାଙ୍କର କିଛି ଯେଉଁଟାକି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ତାକୁ କନଫର୍ମ କରିଛନ୍ତି, ଆଉ ମନ୍ତ୍ରୀ ବି ସେଇ ବିଷୟରେ ସୂଚନା ଦେଇଛନ୍ତି। ତ ମସ୍କଟ ଓମାନରେ ଆମର ଯେଉଁଟା ଓମେନ୍ସ ହକି ଜୁନିୟର ଏସିଆ କପ୍ ହେଇଥିଲା, ଏଇଟା ଇଣ୍ଡିଆ ଜିତି ଯାଇଛି। ଆଉ ଇଣ୍ଡିଆ ଜିତିଲା ପରେ ବି ଆମର ଇମ୍ପୋର୍ଟାଣ୍ଟ କ'ଣ ପାଇଁ ଏଇ ଓଡ଼ିଶା କରେଣ୍ଟ ଆଫେୟାର୍ସ, ସେଇଟା ଇମ୍ପୋର୍ଟାଣ୍ଟ କ'ଣ ପାଇଁ, ଓଡ଼ିଶାରୁ 3 ଜଣ ଖେଳୁଥିଲେ। ସେ 20 ଜଣିଆ ଟିମ୍ରେ ଥିଲେ, ଆଉ 11 ଜଣିଆ ଟିମ୍ରେ ବି ସେ ଫାଇନାଲ୍ ମ୍ୟାଚ୍ ବି ଖେଳିଛନ୍ତି। ତାଙ୍କ ନାଁ ହେଲା ସୁନେଲିତା ଟୋପ, ମମିତା ଓରାମ ଆଉ ପୂଜା ସାହୁ। ତ ଆମର ଜିତିଛନ୍ତି। ଏଇଟା ଡିସେମ୍ବର 7ରୁ 5 ପର୍ଯ୍ୟନ୍ତ 2024ରେ ହେଉଥିଲା ଏଇ ଟୁର୍ଣ୍ଣାମେଣ୍ଟ ମସ୍କଟ ଓମାନରେ। ତ ନେକ୍ସଟ ଆମର ଆସିଗଲା ଭୁବନେଶ୍ୱର ପ୍ରଧାନ, ଯିଏକି କଂସ ହେବେ ଆମର 77ତମ ବରଗଡ଼ ଧନୁଯାତ୍ରାରେ। ଆଉ ବରଗଡ଼ ଧନୁଯାତ୍ରା ହେଲା ଲାର୍ଜେଷ୍ଟ ଓପନ୍ ଏୟାର ଥିଏଟର ଫେଷ୍ଟିଭାଲ, ଯେଉଁଟା ଜାନୁଆରୀ 3ରୁ ଜାନୁଆରୀ 13 ତାରିଖ ପର୍ଯ୍ୟନ୍ତ ହେବ। ଆଉ 11 ଦିନିଆ ପ୍ରୋଗ୍ରାମ। ଆଉ ସିଏ ଆମର ଯେଉଁଟାକି ଅଡ଼ିସନ୍ 3 ଜଣ କଂସ ପାଇଁ ଅଡ଼ିସନ୍ ଦେଇଥିଲେ, ସେ କଂସ ଅଡ଼ିସନ୍ରୁ ଇଏ ପୁରା କ୍ୱାଲିଫାଇ କରିଦେଇଛନ୍ତି। ଇଏ ଆଗରୁ ବି 3 ଥର କଂସ ହେଇଛନ୍ତି। ତାପରେ ଏବେ ସିଏ କଂସ ହେବେ। ତ ଓଡ଼ିଶା ପାଇଁ ଗୋଟେ ବଡ଼ ଆଚିଭମେଣ୍ଟ, ଯେତିକି ଋଣୀ ରାଜ୍ୟ ଅଛନ୍ତି, ଋଣରେ ଅଛନ୍ତି, ତାଙ୍କର ମାନେ ଫିଜିକାଲ ଷ୍ଟ୍ରେସ୍ରେ ଅଛନ୍ତି, ଫାଇନାନ୍ସିଆଲ ଷ୍ଟ୍ରେସ୍ରେ ଅଛନ୍ତି, ତାଙ୍କର ମାନେ ଇନଭେଷ୍ଟମେଣ୍ଟ ଆଉ ତାଙ୍କର ଏକ୍ସପେଣ୍ଡିଚର ଆଉ ତାଙ୍କର ବଜେଟ୍ ସବୁ ମାନେ ଟୋଟାଲ ଇନବାଲାନ୍ସ ଚାଲେ, ଯେଉଁଟାକି 2020 ମସିହାରେ ଓଡ଼ିଶା ସାଙ୍ଗେ ସେୟା ହେଇଥିଲା। କିନ୍ତୁ ଓଡ଼ିଶା ତାକୁ ପୁରା ରିକଭରି କରିକି 2024 ପର୍ଯ୍ୟନ୍ତ ଆସିଛି। ସବୁଠୁ କମ୍ ଋଣୀ ରାଜ୍ୟ ଭାବେ ଆମର ଓଡ଼ିଶା ଗଣାଯାଉଛି। ଯେତିକି ରାଜ୍ୟ ଅଛନ୍ତି ଭାରତରେ ସବୁଠୁ କମ୍ ମାନେ ଲିଷ୍ଟ ଇନଡେପ୍ଥେଡ୍ ଷ୍ଟେଟ୍ ଭାବେ ଓଡ଼ିଶା
2024 फाइनान्शियल ईयर रे एटा परिणत हेबाकू जाउछि हेई सारिछि ऑलरेडी। आगुरु आपण शुणिथेबे भुवनेश्वर भिकारी शून्य हब भिक किए मागिबेनी जति भिकारी थिले समुद्र टेकी नेकी तांकू एनजीओ तरफरु तांको सफा सुतरा करी सर्टिफिकेट मिलि तांको गोटे जगह रे सेंटर रिहैबिलिटेशन सेंटर रखा होतला तांको तांको रोजगार पई सब प्रचेष्टा चलीथिला। एटा स्माइल स्कीम अंडर रे थिला पुनी ताको आउथरे स्टार्ट करा जाउची। एटा सेंट्रल स्कीम गोटे एटा पुरी रे हबो आ जाजपुर आ भुवनेश्वर तीनटा डिस्ट्रिक्ट रे एटा पुनी आउथरे स्टार्ट करिया को गवर्नमेंट चाहूची जोटा कि तांको लाइवलीहुड दबो तांको रोजगार दबो सी जहा द्वारा कि सी भिक मागिबे नाही। तो हमर 455 कोटी रिलीज हेइची 15तम फाइनेंस कमिशन ग्रांट करिची पंचायत राज पंचायत डिपार्टमेंट पई डेवलपमेंट पई जोटा कि ग्राम पंचायत आ ब्लॉक पंचायत आ डिस्ट्रिक्ट पंचायत पई एई पैसा ग्रांट करा जाइची तार डेवलपमेंट पई आ जार ऑपरेशन जा ऑफिशियल काम थिबो से पे एटा ग्रांट करा जाइची। तो 35तम आमर कोणार्क फेस्टिवल इनागोरेट करा जाइची आमर ऑनरेबल चीफ मिनिस्टर मनमोहन सर इनागोरेट करछन्ती आ 14तम सैंड आर्ट भी ताको इनागोरेट करछन्ती जोटा कि चंद्रभागा बीच रे दुईटा को 1 डिसेंबर रे एटा इनागोरेशन करा जाइथिला आ दुईटा को हम पुरी जिल्ला रे पडुची। एटा इंपोर्टेंट माने पचार दो 35तम कोणार्क फेस्टिवल टा इंपोर्टेंट आ 14तम कंफ्यूज हेजबे आपण। तो नेक्स्ट आसिला हमर विश्वभूषण हरिचंदन जी छत्तीसगढ़ गवर्नर थिले सी हमर चेयरमैन भावे अपॉइंटमेंट हेइचंती एडवाइजर काउंसलिंग ऑफ सेंटर ऑफ नरेंद्र मोदी स्टडीज पे से चेयरमैन हिसाब से अपॉइंटमेंट पाइचंती जेते से ओडिसा लोक से पे एटा इंपोर्टेंट। 39तम नेशनल जूनियर एथलेटिक चैंपियनशिप 2024 जोटा कि अक्टोबर मास हबार थिला जोटा कि बात्या दाना पई कैंसिल हे जाइथिला से पई कैंसिल हैला परे पुनी रीशेड्यूल है कि एटा पुनी हैला हमर के 7 डिसेंबर रु 11 डिसेंबर पर्यंत हैला एटा कि हमर कलिंग स्टेडियम भुवनेश्वर हैला आ एजरे हरियाणा चैंपियन हेछि तमिलनाडु रनर्स अप हेछि ओडिशा एजरे 11टा मेडल जीतिछि 6टा गोल्ड 2टा सिल्वर आ 3टा ब्रोंज एथरे जीतिछि आ ओडिशा रे जेतु होता एटा एफए पे इंपोर्टेंट अधिक कलिंग स्टेडियम भुवनेश्वर रे हेतला। तो हमर उत्कर्ष ओडिशा मेक इन ओडिशा कॉन्क्लेव 2025 जोटा कि जनवरी मास हबार अछि सेटा कन्फर्मेशन करिया पई हमर सिंगापुर हाई कमिशनर साइमन योंग ओडिशा आस्थिले आ हमर सीएम को देखा करथिले आ से कन्फर्म करथिले जे हमर सिंगापुर प्रेसिडेंट जी अछंती थरमान सानमुंगरातातम एटी अखड़ा पाटर पसुनी एडजस्ट करिवे से आसी कन्फर्म करके जाइछंती से एई कॉन्क्लेव रे जॉइन करिवे बोली से पे आस्थिले। माल्यवंत महोत्सव 2024 मालकानगिरी रे स्टार्ट हेइची आ जोटे कि हम उद्घाटन करथिले मोहन माझी सर। तो ओडिशा हमर बेस्ट कम्युनिटी बेस्ट टूरिज्म अवार्ड पाइची इंडिया इंटरनेशनल ट्रैवल मार्ट आईआईएम जोटा कि हमर अछि हैदराबाद रे होतला आ ओडिशा एई रिकॉग्नाइजेशन पाइची प्रेस्टिजियस रिकॉग्नाइजेशन पाइची। तो इंटरनेशनल टूर्नामेंट बैडमिंटन टूर्नामेंट हमर जवाहरलाल नेहरू इंडोर स्टेडियम कटक रे हेइची डिसेंबर 10 डिसेंबर 15 इनागुरेशन टाइम रे हमर चीफ गेस्ट थिले हमर डेप्यूटी चीफ मिनिस्टर कनक वर्धन सिंह देव आउ आर 2024 ओडिशा मास्टर तो करा होची ऑफिशियल स्पॉन्सर टाइटल होची यूनिक सनराइज ओडिशा मास्टर 2024। तो हाई परफॉर्मेंस सेंटर जोटा कि बैडमिंटन 75 कोटी विनिमय रे डालमिया भारत पुनेला गोपीचंद बैडमिंटन एकेडमी जोटा कि हमर कलिंग स्टेडियम कॉम्प्लेक्स भीतर अछि इनॉग्रेट कराइछि किए इनॉग्रेट करछन दुई जण मुख्यमंत्री इनॉग्रेट करथले ओडिसा रो मुख्यमंत्री आ आसाम रो मुख्यमंत्री कोन पे आस्थिले हेमंत बिश्व शर्मा सर काहे कि ना से हमर बैडमिंटन एसोसिएशन ऑफ इंडिया रो प्रेसिडेंट अछंती दुई जण आईपीएस ऑफिसर दी जण आईजी भाबे अपॉइंटमेंट हेइचंती डेपुटेशन जाइचंती जणे जाइचंती हमर बॉर्डर सिक्योरिटी फोर्स जे कि धीरेन्द्र संभाजी कुटे सर आउ जणे जाइचंती आईटीबीपी इंडियन तिब्बतन बॉर्डर पुलिस से आज भाबे आशीष कुमार सिंह डेपुटेशन से जगह पोस्टिंग पाइचंती। तो हमर नेक्स्ट आसिला हमर द कलिंग 11तम कलिंग लिटरेरी फेस्टिवल जोटा कि मार्च मास हबो 21 22 23 हमर गुरु मेफेर लागुन हबो गुरु केरचरण महापात्र ओडिसी रिसर्च सेंटर और कलाभूमि रे
ଏଇଟା ହେବ, ସେତେବେଳେ ଦେଖାଯିବ କ'ଣ। ଏବେ ଏଇଟା ଆଗରୁ ଅଲରେଡ଼ି ଆନାଉନ୍ସ ହେଇଯାଇଛି, ଏବେ ହେବାର ଅଛି। ତ ଶହୀଦ ମାଧବ ସିଂ ଖାତ ଖର୍ଚ୍ଚ ଯୋଜନା, ଯେଉଁଟାକି 31 ଡିସେମ୍ବରରେ ହେବାର ଥିଲା, କାରଣ ଶହୀଦ ମାଧବ ସିଂଙ୍କର ସେଦିନ ଜୟନ୍ତୀ ଥିଲା। ସେଇଦିନ ଲଞ୍ଚ ହେବାର ଥିଲା, କିନ୍ତୁ କିଛି ଅଫିସିଆଲ ଇନଫର୍ମେସନ୍ ମିଳୁଛି ଯେ କି ଜାନୁଆରୀ 5ରେ ଏଇଟା ଲଞ୍ଚ ହେବ। ST ଷ୍ଟୁଡେଣ୍ଟମାନଙ୍କୁ ଯେଉଁମାନେ ଏଲିଜିବୁଲ୍ ଆଉ ସବୁ କ୍ରାଇଟେରିଆକୁ ମ୍ୟାଚ୍ କରୁଥିବେ ତାଙ୍କୁ 5,000 ଲେଖା ଆଉ ୱାନ୍ ଟାଇମ୍ ସେଟଲମେଣ୍ଟ ତାଙ୍କୁ ମିଳିବ। IOCL ଦ୍ୱାରା ଗୋଟେ ଟେକ୍ସଟାଇଲ ପାର୍କ ଭଦ୍ରକରେ ହେବ, ଯେଉଁଟାକି ଧାମନଗର ପାଖରେ ହେବ, ଯେଉଁଟାକି ଭଣ୍ଡାରୀ ପୋଖରୀ ବ୍ଲକରେ ଯାଉଛି। ଆଉ ସେଠି ଆମର ରୋଜଗାର ବି ଓଡ଼ିଶାରେ ବଢ଼ିବ ବୋଲି ଏଇଟା ଅଧିକ ଇମ୍ପୋର୍ଟାଣ୍ଟ ଦିଆଯାଉଛି। ଟେକ୍ସଟାଇଲ ପାର୍କ ଫାଇନାଲି ଆମର ଭଦ୍ରକରେ ହିଁ ହେଉଛି, ଜାଣିବା ଦରକାର। ଡିଷ୍ଟ୍ରିକ୍ଟ ଭଦ୍ରକ, ବ୍ଲକ ଭଣ୍ଡାରୀ ପୋଖରୀ, କେଉଁ ଜାଗାରେ ପର୍ଟିକୁଲାର ଧାମନଗର ହେଉଛି। ଏମିତି ମାଲ୍ୟବନ୍ତ ଆମର ମହୋତ୍ସବ ମାଲକାନଗିରିରେ ହେଉଥିଲା, ମାନେ ମଣ୍ଡେଇ ମହୋତ୍ସବ ଯେଉଁଟା ଅଛି ପୋର୍କ ଫେଷ୍ଟିଭାଲ, ସେଇଟା ଆମର ନବରଙ୍ଗପୁର ଡିଷ୍ଟ୍ରିକ୍ଟରେ ହେଉଛି। ଆଉ ମୋହନ ମାଝୀ ସାରାକୁ ଇନାଗୁରେଟ୍ କରିଛନ୍ତି, ଇନାଗୁରେଟ୍ କନକ୍ଲୁଡ଼ିଂ ଯେଉଁ ଉଦ୍ଯାପନ ଦିବସରେ ଜଏନ୍ କରିଛନ୍ତି। ଟ୍ୱିନ୍ ସିଟିରେ ଆମର 30ଟା ଏମର୍ଜେନ୍ସି ରେସ୍ପନ୍ସ, 30ଟା ପୋଲିସ ଗାଡ଼ି ହେଇଛି, ଯେଉଁଟାକୁ କହୁଛନ୍ତି 30 ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ଟିମ୍, ଯେଉଁଟାକି ମୋହନ ମାଝୀ ସାର୍ ନିଜେ ଇନାଗୁରେଟ୍ କରିଛନ୍ତି। ଜ୍ୟୋତ୍ସ୍ନା ଶବର, ଯିଏକି ଟ୍ରାଇବାଲ ଲିଫ୍ଟର ଓଡ଼ିଶାର, ସେ 3ଟା ଗୋଲ୍ଡ ମେଡାଲ ଜିତିଛନ୍ତି ଆମର ୟୁଥ୍ ଏସିଆନ୍ ରେକର୍ଡ ଫର୍ ଟୋଟାଲ ଲିଫ୍ଟ ଆଟ୍ ଅନଗୋଇଂ ଏସିଆନ୍ ୟୁଥ୍ ୱେଟ୍ ଲିଫ୍ଟିଂ ଚାମ୍ପିଅନସିପ୍ ଇନ୍ ଦୋହାରେ ସେ ଜିତିଛନ୍ତି। ଆଉ ସେ ଓଡ଼ିଶାର ଗଜପତି ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରନ୍ତି। ତ ଆମର କୃଷକ ରତ୍ନ ଆୱାର୍ଡ଼ ଅନ୍ତର୍ବାଣୀ ସ୍ୱାଇଁ ଆକୁ ପାଇଛନ୍ତି। ସେ ଜଣେ ପ୍ରଫେସନାଲି ଜଣେ ଟିଚର, ସେ ଭଲ କୃଷକ, ମାନେ ସବୁଥର ଆୱାର୍ଡ଼ ଦିଆଯାଏ, ସେଥର ସେ ଅନ୍ତର୍ୟାମୀ ସ୍ୱାଇଁ ଏ ଆୱାର୍ଡ଼ଟା ପାଇଛନ୍ତି। ରାଜ୍ୟପାଳ ରଘୁବର ଦାସ ମହାମହିମ ଯେତେବେଳେ ରେଜିଗ୍ନେସନ୍ ଦେଲେ, ତାପରେ ପରେ ଆମର ଡକ୍ଟର ହରିବାବୁ କମଳପତି ଗଭର୍ଣ୍ଣର ଅଫ୍ ମିଜୋରାମ ଯିଏ ଥିଲେ, ସେ ଓଡ଼ିଶାରେ ଆଜ୍ ଏ ଗଭର୍ଣ୍ଣର ଭାବେ ଆପଏଣ୍ଟମେଣ୍ଟ ହେଇଛନ୍ତି, ଯେଉଁଟାକି ଆମର ରାଷ୍ଟ୍ରପତି ତାଙ୍କୁ ଆପଏଣ୍ଟମେଣ୍ଟ କରାଇଛନ୍ତି। ତ ଇଣ୍ଟରନ୍ୟାସନାଲ୍ ଗୀତା ମହୋତ୍ସବ 2024 ଆମର ନଭେମ୍ବର 28ରୁ ଡିସେମ୍ବର 15 ପର୍ଯ୍ୟନ୍ତ କୁରୁକ୍ଷେତ୍ର ହରିୟାଣାରେ ହେବ। ଏଇଟା ଆମ ପାଇଁ କାହା ପାଇଁ, ଓଡ଼ିଶା କରେଣ୍ଟ ଆଫେୟାର୍ସ ଇମ୍ପୋର୍ଟାଣ୍ଟ କ'ଣ ପାଇଁ, ଓଡ଼ିଶା ଭିତରେ ଷ୍ଟେଟ୍ ପାର୍ଟନର ଅଛି, ସେ ପାଇଁଟା ଇମ୍ପୋର୍ଟାଣ୍ଟ। ଆଗରୁ 31 ଜଣିଆ ମେମ୍ବର ଥିଲେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ପାଇଁ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟିରେ, ତାକୁ ବଢ଼େଇକି 39 କରିଦେଇଛନ୍ତି। ଆଧିରେ ଆମର ବିଜେଡ଼ିରୁ ମାନସ ରଞ୍ଜନ ମଙ୍ଗରାଜ ଆଧିରେ ଏ କମିଟିରେ ଅଛନ୍ତି, ଆଉ ବିଜେପିରୁ ସମ୍ବିତ ପାତ୍ରା ଆଉ ବୈଜୟନ୍ତ ପଣ୍ଡା MP ମେମ୍ବର ପାର୍ଲାମେଣ୍ଟ ଯିଏ ଅଛନ୍ତି, 2 ଜଣ ଯାକ ଏଇ କମିଟିରେ ସେମାନେ ଅଛନ୍ତି। ତ ବହୁତ ଦିନ ପରେ ହକି ଇଣ୍ଡିଆ ଲିଗ୍, ଯେଉଁଟାକି ଆମର ବହୁତ ଝାଡ଼ଖଣ୍ଡ ଆଉ ଓଡ଼ିଶାରେ ହେଉଛି, ଆଉ ଓଡ଼ିଶାର ଆମର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହେଉଛି। ଅଲରେଡ଼ି ଏଇଟା 28 ଡିସେମ୍ବରରୁ ଷ୍ଟାର୍ଟ ହେଇଗଲାଣି, 1 ଫେବୃଆରୀରେ ସରିବ। ଆଉ ଆମ ଓଡ଼ିଶାର ଟିମ୍ ହେଲା ବେଦାନ୍ତ କଳିଙ୍ଗ ଲାନ୍ସର୍ସ, ଅଲରେଡ଼ି ଆପଣ ଲୋଗୋ ଦେଖିପାରୁଥିବେ ତାର। ତ ଏଇଟା ରାଉରକେଲାରେ ଏଇ ବିର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ ହକି ଷ୍ଟାଡିୟମ ରାଉରକେଲାରେ ହିଁ ଅଛି। ତ ରତ୍ନଗିରି ଜାଣିଥିବେ, ଡାଇମଣ୍ଡ ଟ୍ରାୟାଙ୍ଗଲ, ରତ୍ନଗିରି, ଉଦୟଗିରି ଆଉ ଲଳିତଗିରି। ସେ ରତ୍ନଗିରି ପାହାଡ଼ରେ କିଛି ନା କିଛି ସବୁବେଳେ ଯେତେବେଳେ ଏକ୍ସାବିସନ୍ ହୁଏ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଦ୍ୱାରା, କିଛି ନା କିଛି ଭଲ ପୁରୁଣା ଆନ୍ସିଏଣ୍ଟ ଜିନିଷ ମିଳେ। ଏଥର ମିଳିଛି ପ୍ରାଇସେସ୍ ରେଲିକ୍ସ ମିଳିଛି, ଆମର ମନୋଲିଥିକ୍ ଏଲିଫେଣ୍ଟ, ଏମିତି ବହୁତ ଜିନିଷ ମିଳିଛି, ଯେଉଁଟାକି ରତ୍ନଗିରି, ଯେଉଁଟାକି ଯାଜପୁର ଡିଷ୍ଟ୍ରିକ୍ଟରେ ଅବସ୍ଥିତ। ତ ଆମର ସେମିତି ସପ୍ତଶତୀ ଫେଷ୍ଟିଭାଲ ଢେଙ୍କାନାଳରେ ଇନାଗୁରେଟ୍ ହେଇଯାଇଛି, ମିନି ଷ୍ଟାଡିୟମ ଢେଙ୍କାନାଳରେ 29 ଡିସେମ୍ବରରେ ହିଁ ଷ୍ଟାର୍ଟ ହେଇଛି। ଏଇଟା 28 ଡିସେମ୍ବରରୁ 29 ଡିସେମ୍ବର ପର୍ଯ୍ୟନ୍ତ ହେବ। ମହାରାଷ୍ଟ୍ର ପରେ ଆମର ମଧ୍ୟପ୍ରଦେଶ, ଯେ ଟାଇଗର ଷ୍ଟେଟ୍ ଅଫ୍ ଇଣ୍ଡିଆ କୁହାଯାଏ ତାକୁ, ସେ ଓଡ଼ିଶାକୁ 2ଟା ଟାଇଗର ଟ୍ରାନ୍ସଲୋକେଟ୍ କରିବ, ସେଇ ଟାଇଗର ପପୁଲେସନକୁ ବଢ଼ିବା ପାଇଁ, ଆଉ ଟାଇଗର ଯେଉଁ ତା ଜେନେଟିକ୍ ହେଲ୍ଥ ମେଣ୍ଟେନ୍ କରିବା ପାଇଁ ଏଇଟା ପଦକ୍ଷେପ ନିଆଯାଉଛି। ପ୍ରଭାତୀ ଭାରତୀୟ ଦିବସ ଷ୍ଟାର୍ଟ ହେବା ପୂର୍ବରୁ ଆମର ଟ୍ୱିନ୍ ସିଟି ଆଉ ପୁରୀରେ, କଟକ ଭୁବନେଶ୍ୱର ପୁରୀରେ ଆମର ଡବଲ ଡେକର ଇଲେକ୍ଟ୍ରିକ୍ ବସ୍ ଚାଲିବ। ଅଲରେଡ଼ି ମୁମ୍ବାଇରୁ ଏଇଟା ଆସୁଛି ଓଡ଼ିଶାକୁ। ଆଉ ଏଥିରେ ଟିକେ ଟାଇମ୍ ଲାଗୁଛି କ'ଣ ପାଇଁ, ଟିକେ ଓଡ଼ିଶା କଲଚର, ଯେଉଁ ଯେତିକି ଚିତ୍ରଫିତ୍ର କୋଣାର୍କ ଚକ୍ରଠୁ ଆରମ୍ଭ କରି ଯେତିକି ଓଡ଼ିଶାର କଲଚରକୁ ଦେଖିଲା ଭଳିଆ ଷ୍ଟିକରିଂ ଉପରେ କରାଯାଉଛି, ଓଡ଼ିଶା ବେସ୍ଡରେ ଚାଲିଛି। ଆପଣ ଅଲରେଡ଼ି ଲକ୍ଷ୍ନୌରେ ବି ବସ୍ ଚାଲିଛି, ବଢ଼ିଆ ଦେଖାଯାଉଛି ବସ୍ଟା। ଏଇଟା ଆମର ଓଡ଼ିଶା ଆସିଯିବ ବହୁତ ଜଲ୍ଦି। ତାପରେ ଜୁଲୁ, ଯିଏକି 36 ବର୍ଷୀୟ ସିମ୍ପାଞ୍ଜି, ସିଏ ଆଉ ଆମ ଗହଣରେ ନାହାନ୍ତି। ଆଉ ନନ୍ଦନକାନନ ଜୁଲୋଜିକାଲ ପାର୍କରେ ତାଙ୍କର ଡେଥ୍ ହେଇଯାଇଛି, ଯେହେତୁ ବୟସ ଅଧିକ ହେଇଯାଇଥିଲା, ତାଙ୍କର ଡେଥ୍ ହେଇଯାଇଛି ରିସେଣ୍ଟଲି। NTPC ଦ୍ୱାରା ଗୋଟେ MOU ସାଇନ୍ ହେଇଛି, ପ୍ରମୋଟ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ଇନ୍ ଓଡ଼ିଶା,
ଆମର ଏଠି ତଳେ ଲେଖା ହେଇଛି ଆମର CRUT ଯୋଉଟାକି ମୋ ବସ୍ ଚାଲୁଛି। ଆଗକୁ ମାନେ ପେଟ୍ରୋଲରେ ଚାଲୁଥିଲା, ଏବେ ବ୍ୟାଟେରୀରେ ଚାଲିଲା, ଏବେ CNG ଗ୍ୟାସରେ ଚାଲିଲା, ଏବେ ହାଇଡ୍ରୋଜେନ ଗ୍ୟାସରେ ବି ସବୁ ଯାନବାହନ ଚାଲିବାର ପ୍ଲାନିଂ ଅଛି ଆଗରୁ। ସେ ପାଇଁ ଏଇସବୁ ପଦକ୍ଷେପ ନିଆଯାଉଛି। ଆପଣ ଦେଖୁଥିବେ 1.36 ଲାख କରୋଡ଼ ଯୋଉଟା ସାଂକ୍ସନ ହେଇଥିଲା ପଛରୁ ଆପଣ କିଛି ସମୟ ପୂର୍ବରୁ କହିଥିଲି, ସେ ସବୁ ହାଇଡ୍ରୋଜେନରେ ବି ମାନେ ପ୍ରଡକ୍ସନରେ ବି ଗ୍ରୀନ୍ ହାଇଡ୍ରୋଜେନ ପାଇଁ ବି ଏଥିରେ ଲାଗିବ ଏଇଟା। ତ ଏଇଟା ହେଲା ଇମ୍ପୋର୍ଟାଣ୍ଟ। ନଭେମ୍ବର ଆଉ ଡିସେମ୍ବର ମାସର ଓଡ଼ିଶାର କରେଣ୍ଟ ଆଫେୟାର୍ସ ଆପଣମାନେ କେମିତି ଲାଗିଲା ଆପଣ ନିଶ୍ଚିତ ଭାବେ କମେଣ୍ଟରେ କହିବେ। ବାକି ଯଦି କିଛି ଛାଡ଼ି ଦେଇଥିବି ଆପଣ ଅଲଗା ଆଡ଼େ ସୋର୍ସ ଅଛି, ଆପଣ ଯାଇ ପଢ଼ିପାରିବେ। ଆଉ ଗୋଟେ ଲାଷ୍ଟକୁ କହିବି, ଆମ ତରଫରୁ ଗୋଟେ ଇନିସିଏଟିଭ୍ ଅଲରେଡ଼ି ଷ୍ଟାର୍ଟ କରାଯାଇଛି 4-5 ବର୍ଷ ତଳୁ। ଯେଉଁ ଜାଗାରେ ଆମର ବସ୍ତି ଏରିଆ ହେଉ, ଅଣ୍ଡର ପ୍ରିଭିଲେଜ୍ ଏରିଆ ହେଉ, ସେମାନଙ୍କୁ ଆମେ ଫ୍ରି ଏଜୁକେସନ୍ ପ୍ରୋଭାଇଡ଼ କରୁଛୁ। ଫ୍ରି ଏଜୁକେସନ୍ ସାଙ୍ଗରେ ବହୁତ ମଲ୍ଟିପୁଲ୍ ଫ୍ୟାସିଲିଟି ବି ଦେଉଛୁ, ଯେଉଁଟାକି ଷ୍ଟଡି ମେଟେରିଆଲ୍ ପ୍ରୋଭାଇଡ଼ କରିବାଠୁ ଆରମ୍ଭ କରିକି ସବୁ ପ୍ରକାର ଜିନିଷ ଆମେ ତାଙ୍କୁ ପ୍ରୋଭାଇଡ଼ କରୁଛୁ। ଯଦି ଆପଣ କିଛି ଆଧାରେ ସାହାଯ୍ୟ କରିବାକୁ ଚାହିଁବେ, କିଛି ଡୋନେସନ୍ କରିବାକୁ ଚାହିଁବେ, ସାମ୍ନାରେ ଆପଣଙ୍କର QR କୋଡ଼ ବି ଦିଆଯାଇଛି। ନହେଲେ ଆପଣ ଉପରେ ୱେବସାଇଟ୍ ଅଛି, ୱେବସାଇଟ୍ ଯାଇକି ସେଠି ବି ଆପଣ ଡୋନେଟ୍ କରିପାରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।